यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज भाई आलोचना करिबा आगको आसुची कांतानी पाद आलोचना करथिले बड़ देउल रे जले रत्न सिंहासन रे बिराड़ी पसी बड़ देउल भितर बेड़ा भितर बिले माने जले परिभ्रमण करिले सेतबे महापुरुष बोलथिले कांतेनी माने संसार कोन दिए सूक्ष्म बादरे व्यापी दिए जोगिनी माने आज महापुरुष अच्युतम भाषा से शिशुआनंद भाषा शिशुआनंद जोगिनी कहले अच्युत कहती कांतायनी माने केबे मत्स्य मंडल कौन है संसार रे व्यापी हमर जेन गोटा ऑफिस अछि तो तुम जाइतो सेक्रेटरी डायरेक्टर करथिबे तापर हेड क्लर्क करथिबे असिस्टेंट क्लर्क करथिबे तापर क्लर्क करथिबे तापर असिस्टेंट पियन थिबो तापर पियन थिबो तो जेन स्तर रहिछि किंतु देवता मानकर गोटे स्तर रहिछि देवी मानकर सेमति गोटे स्तर महामाया महाशक्ति तांको पर हेले किसे चंडी तांको पर हेले चामुंडा तांको तल कहउछन्ति जोगिनी तांको तल गले कोन कांतायनी तांको तल गले पिचासुनी एम सब तांकर स्तर सब कि जो कांतायनी माने जोगिनी माने कोन हेबे लोक को रोग रूप रे कोन हे डाकी दिए प्रवेश कर दिए रोग रूप रे कांति महापुरुष अच्युत कहते मत मंडल से कांतायनी माने परिप्रकाश ये कांतायनी माने संहार लीला आरंभ ये घटना केबे सब घटी महापुरुष अच्युतंकर आदि संहिता कौन प्रमाण आदि संहिता तांकर प्रमाण दिए अच्युत कहउछन्ति ताकू रामदास सुण कुमार मोवचन से ऊनविंश अंकरेण त्रिपुर हेब उलुकापात कांतानी भ्रमिले जगत लंजा नक्षत्र पढ़िया कथा कहूनी उलुकापात लंजा नक्षत्र शब्दर अर्थ अलगा उलुकापातर शब्दर अर्थ होछि अलग बोले सुण कुमार मो वचन हे राम मो कथा तो शुण क्या शिष्य रामदास से निजे पुओ बोली संबोधन से ऊनविंश अंकेर माने 19 अंक कहा 19 अंक आरकंडक अंक कि मुकुंद देवक अंक ये अंक कथा पचर आलोचना कर जो जहाँकर हो 19 अंक कौन हम त्रिपुर हेब उल्कापात त्रिपुर बोलते त्रिपुर को त्रिपुर कहते ये सब थे कह भावार्थ शब्द त्रिपुर बोलते ये कौन हम माने जगत सारा जगत यदि त्रिपुर बोलते स्वर्ग मत पाताल कथा कहना माने चारिआडे गोटे कथा ना तो अरे त्रिपुर क्या मानुनी माने कौन स्वर्ग मत पाताल मानुनी ना माने संसार भितर क्या मानु ना से भाव कहले
ତ୍ରିପୁର ହେବ ଉଲୁକାପାତ ମାନେ ସଂସାର ଉଲୁକାପାତ ହେବ। କାନ୍ତାନି ଭ୍ରମିବେ ଜଗତ। କାନ୍ତାନି ମାନେ ସେତେବେଳେ କଣ ହେବେ? ଜଗତରେ ପରିଭ୍ରମଣ କରିବେ। କେତେବେଳେ? ନା ଯେତେବେଳେ ଉଲୁକାପାତ ହବ। ଲଞ୍ଜା ନକ୍ଷତ୍ର କଥା କହୁନି, ଉଲୁକାପାତ କଥା। ଏ ଉଲୁକାପାତ ଫେର କେବେ ହବ? ନା ଊନବିଂଶ। ଏଇ କଥାକୁ ନେଇ ପୁନଶ୍ଚ ସମାଧାନ କଲେ କିଏ? ସେ ଅଚ୍ୟୁତ ମହାରାଜ। କୋଉଥିରେ? ଶାସ୍ତ୍ର ହେଲା 24 ପତ୍ର। ଏ ଭାବ ନ ଜାଣନ୍ତି କେହି, ଏକା ଜାଣନ୍ତି ଶାରଦାଇ। ଓଃ କି ସୁନ୍ଦର କଥା। କହିଲେ ହେ ରାମ, ତତେ ଯୋଉ କଥା କହୁଛି ଏ ଭାବ ସମସ୍ତେ ଜାଣନ୍ତିନି। ଶାରଦାଇ ମା ଝଙ୍କଡ଼ ବାସିନୀ ଜଗତ ଜନନୀ ବିଶ୍ୱ ପ୍ରଦାୟିନୀ, ସେହି କେବଳ ଜାଣେ ମର୍ତ୍ତ୍ୟମଣ୍ଡଳରେ, ଆଉ କେହି ଜାଣନ୍ତି ନାହିଁ। ତାଙ୍କ ନାଁ ଶାରଦାଇ କାହିଁକି ହେଲା? ନା ପରଶୁରାମଙ୍କ ସ୍ୱରରୁ ଆବିର୍ଭୂତ ହେଇଥିବା ହେତୁ ତାଙ୍କ ନାଁ ହେଲା ଶାରଦା ବା ଶାରଦାଇ। କିଏ କଥା ଜାଣନ୍ତି? ଆଉ କିଏ ଜାଣନ୍ତି? ନା ଯିଏ ସ୍ୱର୍ଗରେ ବୃହସ୍ପତି ଜାଣେ, ଗୋବିନ୍ଦ କହିଲୁ ପ୍ରମାଣେ। ଗୋବିନ୍ଦ ବୋଲନ୍ତେ ନରଦେଇ ନାରାୟଣ ଅବତାରି ପୁରୁଷ। ସେ ନାରାୟଣଙ୍କ ଆଗରେ ନିରାକାର ବିଷ୍ଣୁ ବା ପ୍ରଭୁ ପରମ ପୁରୁଷ, ସେ ତାଙ୍କୁ କହୁଛନ୍ତି ଏ କଥା ମର୍ତ୍ତ୍ୟମଣ୍ଡଳରେ ଶାରଦାଇ ଜାଣନ୍ତି ଏବଂ ସ୍ୱର୍ଗରେ ବୃହସ୍ପତି ମାନେ ଯୋଉ ଦେବଗୁରୁ, ସିଏ କଥା ଜାଣିଛନ୍ତି। ସେଉ ଯୁଗାବ୍ଦ ଅଙ୍କ ଘଟି ସୁର ଲୋକରେ ପରକାଟି। ଇଏ ହଉଛି ଯୁଗାବ୍ଦ ଅଙ୍କ। ଏ ଅଙ୍କକୁ ଏ କଳି କଲ୍ୟାଦିତା ନୁହେଁ, କି ଦିଲ୍ଲୀ ରଜାଙ୍କ ଯୁଗାବ୍ଦ ଅଙ୍କ କଥା କହିଲେ। ଇଏ କହୁଛନ୍ତି ନା ସୁର ଲୋକରେ ପରକଟି। ସୁର ଲୋକରେ, ଦେବପୁରରେ, ଏଠି ଦାନବଙ୍କ କଥା କହିନାହାନ୍ତି ହେଲା। ଇଏ ହଉଛି ଦେବପୁରର ଅଙ୍କ ହିସାବ, ଯାକୁ ସମସ୍ତେ ଜାଣନ୍ତି ନାହିଁ। ପ୍ରମାଣ ଅଙ୍କ 19 ମହିରେ ତୁମ୍ବର ପ୍ରକାଶ। ସେ 19 ଅଙ୍କରେ ତମେ କଣ ପରିପ୍ରକାଶ ହବ। କିଏ ସେ? ଗୋବିନ୍ଦ। କହିଲେ କିଏ ସେ? ମହାପ୍ରଭୁ କହୁଛନ୍ତି ଗୋବିନ୍ଦକୁ, ନରଦେଇ ନାରାୟଣକୁ। ଯେମିତି କୁହନ୍ତି କଣ କୃଷ୍ଣ, ତମେ କହିବ ସିଏ ତ ନାରାୟଣ, ଫେରି ଇଏ କୋଉ ନାରାୟଣ? ନା ଦିଟା କଠି। କୃଷ୍ଣ ଅର୍ଜୁନ ଏକ ମିଳେ, ଏ ହରି ଅର୍ଜୁନ ଏକ ମିଳେ, ପଢିଲେ କୃଷ୍ଣ ପାଦ ତଳେ। ଫେରେ ତ କୃଷ୍ଣ ତ ଥିଲେ, ଫେରେ ହରି କିଏ ଅର୍ଜୁନ? ସିଏ ଯୋଉପରି ଭାବ, ଇଏ ସେଇପରି ଭାବ। ଆମ୍ବେ ଗୁପତେ ଥିବୁରୁ ରହି, ଏ ଭାବ ନ ଜାଣିବେ କେହି। ଆମେ ସେ ସମୟରେ ଗୁପ୍ତରେ ଥିବୁ, ଏ ଭାବ ସମସ୍ତେ କେହି ଜାଣନ୍ତି ନାହିଁ। ଇଏ ସୁର ଲୋକର ହିସାବ। ଏ କଥା ମର୍ତ୍ତ୍ୟପୁରରେ ଶାରଦା ଜାଣନ୍ତି, ଦେବପୁରରେ କିଏ? ସେ ବୃହସ୍ପତି ଜାଣନ୍ତି। ଆଉ କିଏ ଜାଣିବେ? ନା ଶିବ ସହଜ ବ୍ରାହ୍ମଣ ଜନ୍ମିବେ, ରହି ନଥିବେ ଗୁପ୍ତ ଭାବେ। ଯୋଉ ଶିବସ୍ତ ବ୍ରାହ୍ମଣ ପ୍ରଭୁ କଣ କଲେ? ପଦାଘାତ କରିଥିବା ପରମ ଭକ୍ତ ପ୍ରଭୁ ଆଲିଙ୍ଗନ କରୁଛନ୍ତି ତା ପାଦକୁ। ହେଲେ ସେ ବ୍ରାହ୍ମଣ ମର୍ତ୍ତ୍ୟମଣ୍ଡଳରେ ସେ ସମୟରେ ଜନ୍ମଗ୍ରହଣ କରିଥିଲେ। ସିଏ ଗୁପ୍ତରେ ଥିବ, ସେ ସମୟରେ କେହି ଜାଣିପାରିବେ ନାହିଁ। ପୂର୍ଣ୍ଣମୀ ହୋଇବ ମଇ ହୋଇବ ଉଲ୍କାପାତ, ନକ୍ଷତ୍ର ଖସିବ ବହୁତ। ତାହେଲେ ସେଇ ସମୟରେ କଣ ହବ? ମହି ଉଲୁକାପାତ ହବ, ଅନେକ ନକ୍ଷତ୍ର ମାନ ଖସିବ। ମାନେ ରାତିରେ ଆମେ ଶୋଇଲେ ଯୋଉ ଉଲୁକା ସବୁ ନିଆଁ କରି ଖସୁନି, ତାହେଲେ ସେମିତିଆ ଦିନରେ ଅନେକ ଖସିବ। ତିଥି କଣ ଥିବ? ସେ ବର୍ଷ କଣ ଗୋଟେ ଅଶୁଭ ଥିବ? ନା ପୂର୍ଣ୍ଣମୀ ସଂକ୍ରାନ୍ତି ଏକା, ସେ ଅଙ୍କେ ହୋଇବ ଟି ସଖା। ସେଇ ଅଙ୍କରେ ପୂର୍ଣ୍ଣମୀ ସଂକ୍ରାନ୍ତି ଗୋଟିଏ ଦିନରେ ପଡିଥିବ। ମାନେ ଯୋଉ ଦିନ ପଡିବ ସେ ଘଟଣା ଘଟିବନି। କହିଲେ ଯୋଉ ବରଷ ମାନେ 19 ଅଙ୍କ ହେଇଥିବ, 24 ପଟଳରେ ଯାହା କହିଲେ ଆଦି ସଂଖ୍ୟାରେ ସେଇଆ କହିଲେ। 19 ଅଙ୍କ ଭୋଗ କରୁଥିବ, 19 ଅଙ୍କରେ ସେ ଅଙ୍କରେ
ପୂର୍ଣ୍ଣମୀ ସଂକ୍ରାନ୍ତି ଗୋଟିଏ ଦିନ ପଡୁଛି। ଏଟା ମାରକଣ୍ଡକ 19 ଅଙ୍କ କି ମୁକୁନ୍ଦ ଦେବଙ୍କ 19 ଅଙ୍କ, ଏଟା ପଛରେ କେତେବେଳେ ଆଲୋଚନା କରିବା। ତାହେଲେ ସେଇ ଅଙ୍କରେ କଣ ହବ, ମହିରେ ଉଲୁକାପାତ ହବ। ଯେତେବେଳେ ଉଲୁକାପାତ ହବ, ହେ ରାମ ମନ ରଖିଥିବ, ସେତେବେଳେ ସେଇଠୁ କଣ ହବ, କାନ୍ତାୟନୀ ମାନେ ପରିପ୍ରକାଶ ସେମାନେ ଦୁଷ୍ଟଙ୍କୁ ସଂହାର, ସେମାନେ ଏମିତି ସଂହାର କରିବେ ତାର ବଳ ନଥିବ। ସେଥିପାଇଁ କହନ୍ତି ରାମ ଅବତାରେ କ୍ଷୀରି ଖେଚେଡି, କାହ୍ନା ଅବତାରେ କି ଏକଳି ଯୁଗରେ ମଦ ବୋତଲ, ବାପା ଢକ ଢକ। ମୋର ପ୍ରଥମ ପ୍ରବଚନ ଦେଲା ବେଳେ ଛୁଆ ବେଳେ ଇଏ ରାମଦାସଙ୍କ ପଦ, ଚାରଣ ରାମଦାସ ଯେ ଥିଲେ ତାଙ୍କ ପଦ। ଯଦି ପିଇବ ମଦ ତେବେ ତେବେ ପାଇବ ପ୍ରେମାନନ୍ଦ, ଜମ ପଡୁଥିବ ଗଦ ଗଦ। ତେଣୁ ବାପାରେ ସମୟ ଖୁବ ନିକଟତର ଏବଂ ବାରମ୍ବାର ସାବଧାନ ହେଇଥିବେ। କାରଣ ତମେ ବର୍ତ୍ତମାନ ଦେଖ, ଖରା ବେଳେ ଖରା ଗୁଡାକ ସବୁ ପାଉଁଶିଆ ଏବେ ଦେଖାଯାଉଛି, ଦେଖାଯାଉନି, ସ୍ୱଚ୍ଛ ଆଉ ଦେଖାଯାଉଛି। ସମସ୍ତେ ଆଖି ଥାଇ କଣା, ଧୂମ୍ର ବନ ଜଗତ ଦେଖାଗଲା, ସବୁ ବିନାଶ କାଳର ଲକ୍ଷ୍ୟ। ଯେତେ ସତର୍କ ହେଇକି ରହିବ ସେତେ ଆମ ପାଇଁ କଣ ସୁନ୍ଦର ଏବଂ ସୌଭାଗ୍ୟ। ଏଠି ବଳ ଗର୍ବ ଅହଙ୍କାର କିଛି କାମ କରିବ ନାହିଁ। ଏଠି ଦରକାର ମୁଣ୍ଡକୁ ତଳକୁ ପୋତି ଦିଅ। ସମୁଦ୍ର ଲହରୀ ଆଉଛି, ତମେ ସିଧା ଛିଡା ହେଇ ରହିବ, ମାରିବ ଦୋକାନ ଉଠେଇଦବ। ଲହରୀ ଆଇଲା ବେଳେ ଯେହେତୁ ମୁଣ୍ଡକୁ ତଳକୁ ନଇକି ବସି ପଡିବ, ଲହରୀ ତାର ଡେଇଁକି ପଳେଇଯିବ। ହେଲା, ନିଖିତି ଓଜନ ସମତୁଳକୁ ଭାରି ହୁଏ ଯିଏ ରହି ତଳେ। ତଳ ମୁଖା ହୁଅ, ନିମ୍ନଗାମୀ ହୁଅ, ନିଶ୍ଚିନ୍ତ ପ୍ରଭୁଙ୍କର ବିଭୁଙ୍କର କୃପା ଲାଭ କରିବେ। ଆଉ କେରାଣ୍ଡି ମାଛ ପରି ଫକ ଫକ ହେଲେ ତାର କିଛି ମହତ୍ଵ ନଥାଏ। ଜୟ ଜଗନ୍ନାଥ। କାଳିଆ ସାନ୍ଧର ସଦିଚ୍ଛା ପୂର୍ଣ୍ଣ ହଉ, ଗୁରୁଦେବ ପ୍ରବନ୍ତ ଜ୍ଞାନ ଆନନ୍ଦ ଉପାନ ସଦିଚ୍ଛା ପୂର୍ଣ୍ଣ ହଉ, ଏବଂ ଗୁରୁଦେବ ଶ୍ରୀ ରବିଦାସଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲାନନ୍ଦ ବାହାର ହରି।